ସୁନ୍ଦର ଦେଖାଯିବା ପାଇଁ ଘରୋଇ ଟିପ୍ସ ସମସ୍ତେ ମନେ ରଖନ୍ତୁ, କାହିଁକି ନା ସମସ୍ତେ ଚାହିଁଥାନ୍ତି ସୁନ୍ଦର ଆଉ ଗ୍ଲୋଇଂ ଦେଖାଯିବା ପାଇଁ। ସେଥିପାଇଁ ଆପଣମାନଙ୍କୁ କିଛି ଟିପ୍ସକୁ ଫଲୋ କରିବା ପାଇଁ ପଡ଼ିବ। ଆପଣମାନେ ଯଦି ଘରୋଇ ଟିପ୍ସକୁ ଫଲୋ କରନ୍ତି ତେବେ ନିହାତି ଭାବରେ ଆପଣମାନେ କମ୍ ଦିନରେ ଅଧିକ ସୁନ୍ଦର ଆଉ ଗ୍ଲୋଇଂ ଦେଖାଯିବେ। ପ୍ରଥମ ଟିପ୍ସଟି ମନେ ରଖନ୍ତୁ, ସକାଳୁ ପ୍ରଥମେ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଚେହେରାରେ ପାଣିର ଛିଟା ମାରନ୍ତୁ। ଭଲରେ ଫେସ୍କୁ ୱାଶ୍ କରନ୍ତୁ। ଏହା କଲେ ଆପଣମାନଙ୍କ ଚେହେରା ପୁରା ସଫା ସୁନ୍ଦର ରହିଥାଏ। ଦ୍ୱିତୀୟରେ, ରାତିରେ ଶୋଇବା ପୂର୍ବରୁ ସ୍କିନ୍ କେୟାର କରନ୍ତୁ, ଯେମିତିକି ସକାଳେ ଉଠିବା ପରେ ଚେହେରା ଗ୍ଲୋ କରିବ। ଆପଣ ଚାହିଁଲେ ଆଲୋଭେରା ଜେଲ୍କୁ ରାତିରେ ଲଗେଇକି ଶୋଇପାରିବେ, କିମ୍ବା ହାଲକା ଉଷୁମ ତେଲ, ନଡ଼ିଆ ତେଲ ମଧ୍ୟ ଆପଣମାନେ 2 ଟୋପା ନେଇ ଆପଣଙ୍କ ଚେହେରାରେ ମାଲିସ କରି ଶୁଅନ୍ତୁ। ଏହା କଲେ ସକାଳକୁ ଚେହେରା ପୁରା ଗ୍ଲୋ ଦେଖାଯିବ ଆଉ ଚିକ୍କଣ ରହିବ। ତ ରାତିରେ ନିହାତି ସ୍କିନ୍ କେୟାର କରିବା ଉଚିତ। ନମ୍ବର 4, ଗାଧୋଇ ସାରିବା ପରେ ପ୍ରତ୍ୟେକ ଦିନ ଚେହେରାରେ ମଏଶ୍ଚରାଇଜର ନିଶ୍ଚୟ ଲଗେଇବା ଉଚିତ। ଏହା ସ୍କିନ୍କୁ ସଫ୍ଟ ରଖିବା ସହିତ ମଏଶ୍ଚରାଇଜ କରିଥାଏ। ରାତିରେ ଯଦି ଟୋନର ଲଗାଉଛନ୍ତି ତାହେଲେ ଏହା ବହୁତ ଭଲ ହୋଇଥାଏ। ସ୍କିନ୍କୁ ଟାଇଟ୍ ରଖିବାରେ ଏବଂ ଟୋନ୍ କରିବାରେ ଏହା ବହୁତ ସାହାଯ୍ୟ କରେ। ଆପଣମାନେ ଚାହିଁଲେ ଗୋଲାପ ଜଳକୁ ମଧ୍ୟ ଟୋନର ହିସାବରେ ବ୍ୟବହାର କରିପାରିବେ। ଏହା ମଧ୍ୟ ସ୍କିନ୍କୁ ଟୋନ୍ କରିଥାଏ, ତା ସହିତ ସ୍କିନ୍କୁ ଟାଇଟ୍ ରଖିବାରେ ବି ସାହାଯ୍ୟ କରେ। ଗୋଲାପ ଜଳ ଏକ ବଢ଼ିଆ ଅପସନ୍ ସ୍କିନ୍କୁ ଟୋନ୍ କରିବା ପାଇଁ। ସପ୍ତାହରେ ଗୋଟେ ଦିନ ଫେସ୍ ମାସ୍କ ଅଥବା ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଘରେ ଚେହେରାରେ ଲଗାଇବା ଉଚିତ। ଅନେକ ଗୁଡ଼ିଏ ଘରୋଇ ଫେସ୍ ପ୍ୟାକ୍ ମଧ୍ୟ ଆପଣ ନିଜେ ଘରେ ପ୍ରସ୍ତୁତ କରିକି ଘରୋଇ ଜିନିଷ ବ୍ୟବହାର କରିକି ଫେସ୍ରେ ଲଗାଇ ପାରିବେ। ଯେଉଁ ଫେସ୍ ମାସ୍କ ବା ପ୍ୟାକ୍ ଆପଣମାନେ ଚେହେରାରେ ଆପ୍ଲାଏ କରିବେ ତାହାକୁ ଅତି କମରେ 2 ମାସ ପର୍ଯ୍ୟନ୍ତ କଣ୍ଟିନ୍ୟୁ ବ୍ୟବହାର କରିବେ, ଆପ୍ଲାଏ କରିବେ। ଯଦି ଆଜି ଗୋଟିଏ ଫେସ୍ ପ୍ୟାକ୍ ଲଗାଇବେ ଆଉ ତାପରେ ଆଉ ଗୋଟେ ଲଗାଇବେ ତ ଏମିତି କରିବା ଉଚିତ ନୁହେଁ। ଏହାଦ୍ୱାରା ଆପଣମାନଙ୍କୁ ଭଲ ରେଜଲ୍ଟ ମିଳିପାରିବ ନାହିଁ। ଯାହା ବି କିଛି ଆପ୍ଲାଏ କରୁଛନ୍ତି ଚେହେରାରେ ଅତି କମରେ 2 ମାସ ତାକୁ ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କୁ ଭଲ ରେଜଲ୍ଟ ମିଳୁନି ବୋଲି ଭାବିବେ ତେବେ ତା ପରଠାରୁ 2 ମାସ ପରେ ଅନ୍ୟ ଏକ ଆପଣମାନେ ଆପ୍ଲାଏ କରିବେ, ଯାହାଦ୍ୱାରା ଆପଣଙ୍କୁ ଭଲ ରେଜଲ୍ଟ ମିଳିପାରିବ। ତାପରେ ଚାହିଁଲେ ଅନ୍ୟ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଚେହେରାରେ ଆପଣମାନେ ଲଗାଇ ପାରିବେ। ଏକାଥରକେ 2ରୁ 3ଟା ଫେସ୍ ପ୍ୟାକ୍ ଲଗାଇବା ଉଚିତ ନୁହେଁ। ଘରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଅଳ୍ପ ବେସନ ନିଅନ୍ତୁ, ସେଥିରେ ଅଳ୍ପ ଦହି ମିଶାଇକି ଭଲ ଭାବରେ ଏହାକୁ ମିଶାନ୍ତୁ ଏବଂ ଏହାକୁ ଚେହେରାରେ ଲଗେଇକି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ଏହାକୁ ରହିବାକୁ ଦିଅନ୍ତୁ। ପରେ ଚେହେରାକୁ ସଫା କରି ଦିଅନ୍ତୁ, ନର୍ମାଲ ପାଣିରେ ଧୋଇ ଦିଅନ୍ତୁ। ଏହା କଲେ ଚେହେରା ସୁନ୍ଦର ଗ୍ଲୋଇଂ ଏବଂ ଚିକ୍କଣ ଦେଖାଯାଇଥାଏ, ହେଲ୍ଦି ଦେଖାଯାଇଥାଏ। କିମ୍ବା ଆପଣ ମସୁର ଡାଲିର ପାଉଡରରେ ଦହି ମିଶାଇ ଏହାକୁ ମଧ୍ୟ ଫେସ୍ରେ ଆପ୍ଲାଏ କରିପାରିବେ। ଏହା ମଧ୍ୟ ବହୁତ ଭଲ ରେଜଲ୍ଟ ଦେଇଥାଏ ସ୍କିନ୍କୁ ଗ୍ଲୋ କରିବାରେ। ସୁନ୍ଦର ଦେଖାଯିବା ପାଇଁ ଭଲ ନିଦ ନିଅନ୍ତୁ। ଗୋଟିଏ ଦିନରେ 6ରୁ 8 ଘଣ୍ଟା ଭଲ ନିଦ ନେବା ଜରୁରୀ। ଭଲ ନିଦ ନେଲେ ସ୍କିନ୍ ଭଲ ରହିଥାଏ। ରାତିରେ ଶୋଇବା ଦ୍ୱାରା ଭଲ ନିଦ ନେବା ଦ୍ୱାରା ସ୍କିନ୍ ଏକ ହେଲ୍ଦି ରହିଥାଏ ଏବଂ ସକାଳକୁ ସ୍କିନ୍ ଭଲ ଦେଖାଯାଏ। ତ ନିଦ ନେବା ଜରୁରୀ। ଲେମ୍ବୁକୁ ରାତିରେ ଭିଜେଇକି ସକାଳୁ ଏହି ପାଣିରେ ଫେସ୍ ଧୋଇଲେ ଫେସ୍ ପୁରା ସଫା ଆଉ ସୁନ୍ଦର ହୋଇଥାଏ। ଆପଣମାନେ ଫେସ୍ ୱାଶ୍ ବଦଳରେ ଏହି ଲେମ୍ବୁର ପାଣିରେ ମଧ୍ୟ ଫେସ୍କୁ ୱାଶ୍ କରିପାରିବେ। ଆପଣଙ୍କ ଚେହେରାର ସବୁ ଧୂଳିମଇଳା ମଧ୍ୟ ସହଜରେ ଲେମ୍ବୁ ପାଣିରେ ଧୋଇବା ଦ୍ୱାରା ବାହାରି ଆସିଥାଏ। ସାବୁନ ବଦଳରେ ବେସନରେ ଚେହେରାକୁ ସଫା କରିପାରିବେ। ଏହା ଫେସ୍କୁ ସଫା କରିଦେଇଥାଏ। ଅଧିକ ଖରାଠାରୁ ସ୍କିନ୍କୁ ବଞ୍ଚେଇ ରଖନ୍ତୁ, ନଚେତ୍ ସ୍କିନ୍ ଅଧିକ ଟ୍ୟାନ୍ ହୋଇଯାଏ, କଳା ଦେଖାଯାଏ। ଆପଣ ବାହାରକୁ ବାହାରିବା ସମୟରେ ସନସ୍କ୍ରିନ୍ ଲୋସନ ଲଗେଇକି ବାହାରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ଖରାରେ ସ୍କିନ୍ ଡ୍ୟାମେଜ ହେବାରୁ ବଞ୍ଚେଇଥାଏ। ଆଉ ବାହାରକୁ ଗଲେ ତ ନିହାତି ଭାବରେ ଆପଣମାନେ ସନସ୍କ୍ରିନ୍ ଲୋସନ ଲଗେଇକି ବାହାରନ୍ତୁ। ଘରେ ଆଲୋଭେରା ଜେଲ୍ରେ ଅଳ୍ପ ଗୋଲାପ ଜଳ ମିଶାଇକି ଆପଣମାନେ ଏହାକୁ ସନସ୍କ୍ରିନ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ ଚେହେରାରେ। ଏହା ମଧ୍ୟ ଏକ ବଢ଼ିଆ ସନସ୍କ୍ରିନ୍ ଲୋସନ ପରି କାମ ଦେଇଥାଏ। ବାହାରକୁ ଯିବା ସମୟରେ ଆଖିରେ କାଜଲ ବା କଜଳ ଲଗେଇକି ବାହାରକୁ ବାହାରନ୍ତୁ। ଏମିତିରେ
ଆଖି ଅଧିକ ଆଟ୍ରାକ୍ଟିଭ ଦେଖାଯାଏ। ଆପଣ ମଧ୍ୟ ସେଥିପାଇଁ ଅଧିକ ସୁନ୍ଦର ଦେଖାଯିବେ। ତ କାଜଲ ଆଖିକୁ ବଢିଆ ଦେଖାଯାଏ। ତ ସେଇଟା ମଧ୍ୟ ଲଗେଇଲେ ଆପଣ ମାନେ ଟିକେ ସୁନ୍ଦର ନଜର ଆସିବେ। ମୁହଁରେ ଗୋଟିଏ ଛୋଟିଆ ହସ ସବୁବେଳେ ରଖନ୍ତୁ। ଏମିତି କଲେ ଆପଣ ଆହୁରି ଅଧିକ ସୁନ୍ଦର ଦେଖାଯିବେ। ଟିକେ ହସିବା ଦ୍ୱାରା ଅନ୍ୟକୁ ଏବଂ ନିଜକୁ ମଧ୍ୟ ପଜିଟିଭ ଅନୁଭବ ହୋଇଥାଏ। ତ ମୁହଁରେ ଟିକେ ହସ ରଖିବା ଜରୁରୀ। ସବୁବେଳେ ଚିନ୍ତାମୁକ୍ତ ରୁହନ୍ତୁ। ଯାହା ହେଉଛି ତାକୁ ହେବାକୁ ଦିଅନ୍ତୁ। ଅଧିକ ସେ ବିଷୟରେ ଚିନ୍ତା କଲେ ସେହି ଚିନ୍ତା ଶରୀର ଏବଂ ଚେହେରାରେ ନଜର ଆସିଥାଏ, ଦେଖା ଦେଇଥାଏ ଏବଂ ଅଧିକ ବିମାର ମଧ୍ୟ ହୋଇଥାଏ। ତ ଚିନ୍ତାମୁକ୍ତ ରହିଲେ ଆପଣମାନେ ଏମିତିରେ ବି ଅଧିକ ସୁନ୍ଦର ଦେଖାଯିବେ। ପ୍ରତ୍ୟେକ ସପ୍ତାହରେ ଥରେ ସାରା ଶରୀରରେ ଉଷୁମ ତେଲ ମାଲିସ କରନ୍ତୁ। ଏମିତି କଲେ ଶରୀରରେ ବ୍ଲଡ ସର୍କୁଲେସନ ଠିକରେ ହୋଇଥାଏ, ଚେହେରା ଚମକିଥାଏ, ଅଧିକ ଗ୍ଲୋ କରିଥାଏ। ସବୁବେଳେ ଘରୋଇ ବାଡ଼ି ପନିପରିବା ଖାଆନ୍ତୁ। ତାଜା ତାଜା ଫଳ ଖାଆନ୍ତୁ। ଏହା ଶରୀର ପାଇଁ ଏବଂ ତ୍ୱଚା ପାଇଁ ଅଧିକ ଜରୁରୀ ହୋଇଥାଏ। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ପ୍ରତ୍ୟେକ ଦିନ 9ରୁ 12 ଗ୍ଲାସ ପାଣି ପିଇବା ଉଚିତ। ଏସବୁ ପାଳନ କଲେ ଆପଣ ଅଧିକ ସୁନ୍ଦର ଦେଖାଯିବେ। ଯେଉଁ ସବୁ ଟିପ୍ସ ଆପଣମାନଙ୍କ ସହିତ ସେୟାର କଲି, ଏସବୁକୁ ଫଲୋ କଲେ ଆପଣ ନିଶ୍ଚୟ ଅଧିକ ଗ୍ଲୋଇଂ ଆଉ ସୁନ୍ଦର ଲାଗିବେ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଗୋଟିଏ ଛୋଟିଆ ଲାଇକ୍ କରିଦେବେ, ସାଙ୍ଗମାନଙ୍କୁ ଭିଡ଼ିଓଟିକୁ ସେୟାର କରିବେ ଏବଂ କମେଣ୍ଟରେ ଆପଣମାନେ କେଉଁ କେଉଁ ସ୍ଥାନରୁ ଭିଡ଼ିଓ ଦେଖୁଛନ୍ତି ନିହାତି ଲେଖିବେ। ଏମିତି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ। ଏହାଦ୍ୱାରା ଆମର ସମସ୍ତ ଭିଡ଼ିଓ ଯାହା ବି କିଛି ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନେ ହିଁ ଦେଖିପାରିବେ। ଆଜି ପାଇଁ ଏତିକି, ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ, ଧନ୍ୟବାଦ।